ଅଟକି ଯାଅ ଏଠାରେ କେହି ଆମକୁ ଦେଖିଦେବେ। ସେ କହିଲେ, ନା ଆନିସା, ତମେ ଚିନ୍ତା କର ନାହିଁ, ଏହି ଗାଡ଼ିରେ ଆମକୁ କେହି ଦେଖିପାରିବେ ନାହିଁ। ତାପରେ ଆମେ ଦୁହେଁ ଆମ ପୋଷାକ ଖୋଲି ଗାଡ଼ି ଭିତରକୁ ଚାଲିଗଲୁ। କିନ୍ତୁ ତାପରେ ଯାହା ହେଲା, ନମସ୍କାର ବନ୍ଧୁଗଣ, ମୋର ନାମ ଆନିସା, ବୟସ 21 ବର୍ଷ, ଭୁବନେଶ୍ୱର ଏକ କର୍ପୋରେଟ ଅଫିସରେ ଜୁନିୟର ଏକ୍ଜିକ୍ୟୁଟିଭ ଭାବରେ କାମ କରୁଥିବା ଜଣେ ସରଳ ଝିଅ। କାମର ପ୍ରାରମ୍ଭିକ ଦିନଗୁଡ଼ିକରେ ମୋର ଏକମାତ୍ର ସ୍ୱପ୍ନ ଥିଲା ଯେ ମୁଁ ସମୟ ଅନୁଯାୟୀ ଅଫିସ ଯିବି, ମୋର କାମ କରିବି ଏବଂ ତାପରେ ଘରକୁ ଫେରିବି। କିନ୍ତୁ ଧୀରେ ଧୀରେ କିଛି ପରିବର୍ତ୍ତନ ହେବା ଆରମ୍ଭ ହେଲା। ଆମ ଅଫିସ ଏମଡି ରାହୁଲ ଘୋଷ ଏପରି ଏକ ନାମ ଯାହା ପ୍ରତ୍ୟେକ ଝିଅଙ୍କ ହୃଦୟର ସ୍ପନ୍ଦନରେ କେଉଁଠି ନା କେଉଁଠି ରହିଛି। ସେ କେବଳ ସୁନ୍ଦର ନଥିଲେ, ସେ ରହସ୍ୟମୟ ମଧ୍ୟ ଥିଲେ। ଯଦି କେବେ ତାଙ୍କ ମୁହଁ ମୋ ଆଡ଼କୁ ବୁଲି ଯାଉଥିଲା, ତେବେ ତାଙ୍କ ଆଖି କିଛି କହୁଥିଲା। କୌଣସି ଝିଅ ଏହା ବିଶ୍ୱାସ କରିପାରେ ନାହିଁ, କିନ୍ତୁ ରାହୁଲ ସାର ମୋତେ ଦେଖିବାର ଢଙ୍ଗ ଭିନ୍ନ ଥିଲା। ଅନେକ ଥର ଏପରି ଯେ ସମସ୍ତେ ବୈଠକ ଘରେ ବସି ସାର ତାଙ୍କ କଥା କହୁଥିଲେ, କିନ୍ତୁ ତାଙ୍କର ନଜର କେବଳ ମୋ ଉପରେ ଥାଏ। ତାଙ୍କର କଥା କହିବାର ଢଙ୍ଗ, ତାଙ୍କ ଆଖିର ଗତି ଏବଂ ତାଙ୍କ ଓଠ ମଧ୍ୟରେ ସେହି ହାଲୁକା ହସ। ମୁଁ ବୁଝିପାରୁ ନଥିଲି ଯେ ଏସବୁ କାମ ସହିତ ଜଡ଼ିତ ନା ମୋ ସହିତ। ଗୋଟିଏ ସନ୍ଧ୍ୟାରେ ବୈଠକ ବିଳମ୍ବ ହୋଇଗଲା। ବର୍ଷା ହେଉଥିଲା ଏବଂ ମୁଁ ଅନୁରୋଧ କଲି ଯେ ମୁଁ ଶୀଘ୍ର ଅଫିସ ଛାଡ଼ିଦେବି, କିନ୍ତୁ ସାର ମୋତେ ଅଟକାଇଲେ। ଆନିସା, ସେ ମୋ ଆଡ଼କୁ ଚାହିଁ କହିଲେ ଯେ ତୁମେ ଏତେ ବର୍ଷାରେ କିପରି ଘରକୁ ଯିବ? ତୁମର କୌଣସି ବ୍ୟକ୍ତିଗତ ଗାଡ଼ି ଅଛି କି? ମୁଁ ସକୋଚରେ ମୁଣ୍ଡ ହଲାଇଲି। ନା ସାର, ମୁଁ ଅଟୋରେ ଯିବି। ସେ ହସିଲେ। ଏତେ ବର୍ଷାରେ ଅଟୋ ଡ୍ରାଇଭରମାନେ ନିଜେ ଛତା ଧରି ବସିଥିବେ। ମୁଁ ହସି ନଥିଲି, ମୁଁ କେବଳ ସକୋଚ ହୋଇଗଲି। ଠିକ ଅଛି, ସେ କହିଲେ, ମୁଁ ତୁମକୁ ଛାଡ଼ିଦେବି। ମୁଁ କିଛି କହିପାରିଲି ନାହିଁ। ମୋର ସ୍ୱର ଟିକେ ଥରି ଉଠିଥିଲା। ହଁ, ତମେ ଚିନ୍ତା କର ନାହିଁ, ଏକ ଅଫିସ ଗାଡ଼ି ଅଛି, ଆଉ ଡ୍ରାଇଭର ଆଜି ଆସି ନାହିଁ, ମୁଁ ନିଜେ ଚଲାଇବି। ମୁଁ ମୁଣ୍ଡ ନୁଆଇ ଠିକ ଅଛି ସାର ବୋଲି କହିଲି। 5 ମିନିଟ୍ ମଧ୍ୟରେ ଆମେ ଦୁହେଁ ଅଫିସ ପାର୍କିଂକୁ ଗଲୁ। ଗାଡ଼ିଟି ସମ୍ପୂର୍ଣ୍ଣ କଳା ବଡ଼ ଏସୟୁଭି ଥିଲା। ଭିତରେ ଗାଢ଼ା ବାଦାମୀ ଏକ ହାଲୁକା ବିସ୍ତାରିତ ଆଲୋକ ଜଳୁଥିଲା। ବାହାରେ ବର୍ଷା ଏବଂ ଭିତରେ ନୀରବତା। ମୁଁ ପଛରେ ବସିଲି, ସାର ଡ୍ରାଇଭିଂ ସିଟ୍ରେ ଥିଲେ। କିନ୍ତୁ ସେ ଗାଡ଼ି ଷ୍ଟାର୍ଟ କରିବା ମାତ୍ରେ ସେ ପଛ ଦୃଶ୍ୟ ଦର୍ପଣ ମୋ ଆଡ଼କୁ ବୁଲାଇ କିଛି ସମୟ ପାଇଁ ମୋତେ ଚାହିଁ ରହିଲେ। ମୋର ହୋସ୍ ଉଡ଼ିଗଲା। ତୁମେ ଆରାମଦାୟକ କି? ସେ ପଚାରିଲେ। ହଁ ସାର, ମୁଁ ଠିକ ଅଛି। ମୁଁ ପୁଣି ମୁଣ୍ଡ ହଲାଇଲି। ଗାଡ଼ି ରାସ୍ତାରେ ଧୀରେ ଧୀରେ ଚାଲିବାକୁ ଲାଗିଲା। ବାହାରେ ବର୍ଷାର ଟୋପା ଝରକାରେ କିଛି ଲେଖିଦେଉଥିଲା। ଭିତରେ କେବଳ ଗାଡ଼ିର ଶବ୍ଦ ଏବଂ ଆମର ନୀରବତା ଥିଲା। କିଛି ସମୟ ପରେ ସେ ଧୀମା ସ୍ୱରରେ ପଚାରିଲେ, ଆନିସା, ତୁମେ କଣ ମୋତେ ଭୟ କରୁଛ? ମୁଁ ଯେତେବେଳେ ତୁମ ସହିତ କଥା ହୁଏ, ତୁମର ମୁହଁ ଟିକେ କଠିନ ହୋଇଯାଏ, ଯେପରି ତୁମେ କିଛି କହିବାକୁ ଚାହୁଁଛ କିନ୍ତୁ କହିପାରୁ ନାହଁ। ମୁଁ ଏକ ନିଶ୍ୱାସ ନେଇ ବାହାରକୁ ଚାହିଁଲି, କିନ୍ତୁ ସାର ଅଟକିଲେ ନାହିଁ। ତୁମେ କେବେ ଅନୁଭବ କଲ କି ମୁଁ ତୁମକୁ ଭୁଲ ଉଦ୍ଦେଶ୍ୟ ନେଇ ଦେଖୁଛି? ଏବେ ମୁଁ ଭିତରୁ ଥରି ଉଠିଲି। ସେ କଣ ପଚାରୁଛନ୍ତି? ସେ ମୋ ମନ ପଢ଼ିଥିଲେ କି? ନା ସାର, ସେପରି କିଛି ନାହିଁ। ସେ ପୁଣି ଥରେ ଦର୍ପଣ ଦେଇ ମୋତେ ଦେଖିଲେ। ମୁଁ କିଛି ନ କହି ସେମିତି ନୀରବ ରହିଲି। ସେ ଏକ ଖାଲି ସ୍ଥାନରେ ଗାଡ଼ି ଅଟକାଇଲେ ଆଉ କହିଲେ, ତୁମେ ମୋ ପାଖରୁ କାହିଁକି ଦୂରାଇ ଯାଉଛ? ଏବେ ମୁଁ ତାଙ୍କୁ ଦେଖିଲି ଆଉ କହିଲି, ମୁଁ ତମଠୁ ଦୂରେଇ ପଳାଏ କାରଣ ତମେ ବହୁତ ଷ୍ଟ୍ରିକ୍ଟ। ଅଫିସରେ ତମକୁ ସମସ୍ତେ ବହୁତ ଭୟ କହନ୍ତି ଆଉ ମୁଁ ବି। ସେ ହସିଲେ। ମୁଁ ତମକୁ ଡରାଇବାକୁ ଚାହୁଁନାହିଁ ଆନିସା, ସେ କହିଲେ, ବରଂ ମୁଁ ତୁମକୁ ରକ୍ଷା କରିବାକୁ ଚାହୁଁଛି। ମୁଁ ଆଉ ଟିକେ ଡରିଗଲି ଆଉ କହିଲି, କାହାଠାରୁ? ନିଜଠାରୁ ବୋଲି ସେ ଧୀରେ କହିଲେ। ତାପରେ ସେ ପୁଣି ଗାଡ଼ି ଚଲାଇବା ଆରମ୍ଭ କଲେ। କିନ୍ତୁ ଏବେ କିଛି ପରିବର୍ତ୍ତନ ହୋଇଗଲା। ସେ ମୋତେ ଏପରି ଦେଖୁଥିଲେ ଯେପରି ସେ କିଛି କହିବାକୁ ଚାହୁଁଥିଲେ କିନ୍ତୁ କହିପାରୁ ନଥିଲେ। ହଠାତ୍ ସେ ରେଡିଓ ଚାଲୁ କଲେ। ଏକ ଧୀର ରୋମାଣ୍ଟିକ ଗୀତ ବାଜୁଥିଲା। ଗାଡ଼ିର ପରିବେଶ ଆହୁରି ଶାନ୍ତ ହୋଇଗଲା। ମୋର ହୃଦୟ ଦ୍ରୁତ ଗତିରେ ଧଡ଼କୁଥିଲା। ତାପରେ ସେ କହିଲେ, ଆନିସା, ତୁମେ ଜାଣ କି ମୁଁ ଆଜି ତୁମ ସହିତ ଏକା କାହିଁକି ବସିଛି? ମୁଁ ଚୁପଚାପ ମୁଣ୍ଡ ହଲାଇଲି। ସେ କହିଲେ, କାରଣ ମୁଁ ଚାହୁଁନାହିଁ ଯେ ତୁମ ସହିତ ସମାନ ଘଟଣା ଘଟେ। ମୋ ସାନ ଭଉଣୀ ସହିତ ଯାହା ହୋଇଥିଲା। ମୋ କପାଳର କୁଞ୍ଚନ ଆହୁରି ଗଭୀର ହୋଇଗଲା। ସେ ମଧ୍ୟ ଗୋଟିଏ ରାତିରେ ତା ବସଙ୍କୁ ଏପରି ବିଶ୍ୱାସ କରିଥିଲା, କିନ୍ତୁ ସେ ତାକୁ ଏକ ହୋଟେଲ ରୁମକୁ ନେଇଗଲେ ଆଉ ତାପରେ ଯାହା ହେଲା। ମୁଁ ତାଙ୍କ କାନ୍ଧରେ ହାତ ରଖିଲି ଆଉ କହିଲି, ସାର, ମୁଁ ଆପଣଙ୍କ ସହିତ ଅଛି ଏବଂ ମୁଁ ଭୟ କରେ ନାହିଁ କାରଣ ଆପଣ ସେପରି ନୁହନ୍ତି। ପ୍ରଥମ ଥର ପାଇଁ ସେ ସିଧା ମୋ ଆଖିକୁ ଚାହିଁବା ଆରମ୍ଭ କଲେ ଆଉ କହିଲେ, ମୁଁ ତମକୁ ଅଫିସରେ ଅନେକ ଥର ଦେଖେ ଆନିସା, କିନ୍ତୁ ତମେ କେବେ ମୋ ଆଖିରେ ଆଖି ମିଶାଇ ନାହଁ। ମୁଁ ତମର ଯନ୍ତ୍ରଣା ଦେଖେ, ତମେ ନୀରବତାର ଚିତ୍କାର ମୁଁ ବୁଝିପାରୁଛି। ମୁଁ ନିଜକୁ ସମ୍ଭାଳି ରଖିଲି। ସେ ଆମ ଘର ସାମ୍ନାରେ ଗାଡ଼ି ଅଟକାଇଲେ ଆଉ କହିଲେ, ହମ, ଯଦି କେହି କେବେ ତୁମକୁ କଷ୍ଟ ଦିଅନ୍ତି ତେବେ ତମେ ମୋତେ କହିବ। ମୁଁ ଗାଡ଼ିର ଦ୍ୱାର ଖୋଲିଦେଲି, କିନ୍ତୁ ଯିବା ପୂର୍ବରୁ ମୁଁ ପଛକୁ ଫେରି ପଚାରିଲି, ସାର,
ମୁଁ କେବଳ ତୁମକୁ ରାହୁଲ ଡାକିପାରିବି କି? ସେ ନୀରବ ରହିଲେ। ସେ କେବଳ ହସିଲେ। ସେହି ରାତି ପରେ କିଛି ପରିବର୍ତ୍ତନ ହୋଇଗଲା। ମୁଁ ନିଜକୁ ପରିବର୍ତ୍ତନ ହେଉଥିବାର ଦେଖିଲି। ମୋର ପୋଷାକ ପିନ୍ଧିବା ଶୈଳୀରେ, ମୋର ଚାଲିବା ଶୈଳୀରେ ଏବଂ ପ୍ରତିଦିନ ସକାଳେ ଦ୍ୱାର ଦେଇ ଭିତରକୁ ଆସୁଥିବା ବେଳେ ଅଲଗା ନଜରରେ ଦେଖୁଥିଲେ ରାହୁଲ ସାର। ସେ ଆଉ ମୋ ପାଇଁ ବସ ନଥିଲେ। ମୁଁ ଅନୁଭବ କଲି ଯେ ଯେତେବେଳେ ମୁଁ ତାଙ୍କ ସାମ୍ନାରେ ଠିଆ ହେଉଥିଲି, ମୁଁ ନିଜକୁ ଲୁଚାଇବାକୁ ଚାହୁଁଥିଲି, ଆଉ ହୁଏତ ନିଜକୁ ମଧ୍ୟ ଦେଖାଇବାକୁ ଚାହୁଁଥିଲି। ପରଦିନ ଅଫିସରେ ଯେତେବେଳେ ସେ ମୋ ଡେସ୍କ ପାଖରେ ଅଟକି ଗଲେ, ତାଙ୍କ ଦୃଷ୍ଟି କିଛି ସେକେଣ୍ଡ ଅଧିକ ସମୟ ପାଇଁ ରହିଲା। ମୋ ଶାଢୀର ପଲ୍ଲୁ ଟିକେ ଢିଲା ଥିଲା, କଲର ବୋନ୍ ଟିକେ ବାହାରକୁ ଉଙ୍କି ମାରି ଚାଲିଲା ଏବଂ ସେ ଚାହିଁ ରହିଲେ। ତାଙ୍କ ଆଖି ମୋ ଚର୍ମ ଉପରେ ନୁହେଁ, ବରଂ ମୋର ଭୟ ଏବଂ ସକୋଚ ଉପରେ ଥିଲା। କିଛି ସମୟ ପରେ ସେ କହିଲେ, ଆନିଶା, ସମ୍ମିଳନୀ କକ୍ଷକୁ ଆସ, ଆମକୁ ଉପସ୍ଥାପନା ଉପରେ ଆଲୋଚନା କରିବାକୁ ପଡ଼ିବ। ତାଙ୍କ ସ୍ୱର ଶାନ୍ତ ଥିଲା, କିନ୍ତୁ ସ୍ୱରରେ କିଛି ଥିଲା ଯାହା ହୃଦସ୍ପନ୍ଦନକୁ ଧୀର ହେବାକୁ ଦେଉନଥିଲା। ମୁଁ ସିଟରୁ ଉଠି ପଡ଼ିଲି। ମୋର ପାଦ ସ୍ୱୟଚାଳିତ ଭାବରେ ତାଙ୍କୁ ଅନୁସରଣ କରିବାକୁ ଲାଗିଲା। ସମ୍ମିଳନୀ କକ୍ଷରେ ମୃଦୁ ଆଲୋକ ଥିଲା। ବାହାର ଲାଇଟ୍ ବନ୍ଦ ଥିଲା। ଭିତରେ କେବଳ ଏକ ଲାପଟପର ନୀଳ ସ୍କ୍ରିନ୍ ଜଳୁଥିଲା। ବସିଯାଅ, ସେ କହିଲେ। ମୁଁ ଚେୟାରରେ ବସିଲି ଏବଂ ସେ ତାଙ୍କ କୋଟ୍ ଖୋଲିବା ମାତ୍ରେ ତାଙ୍କ ସାର୍ଟର ପ୍ରଥମ ବଟନ ଖୋଲିଗଲା। ହୁଏତ ଜାଣତରେ କିମ୍ବା ଅଜାଣତରେ। ତାପରେ ସେ କହିଲେ, ଗତକାଲି ରାତିରେ ତୁମେ ଗାଡିର ପଛ ସିଟ୍ରେ ବହୁତ ନୀରବ ଥିଲ କାହିଁକି? ମୁଁ କିଛି ମୁହୂର୍ତ୍ତ ପାଇଁ ନୀରବ ରହି ଉତ୍ତର ଦେଲି, କାରଣ ସାର, ମୁଁ ନିଜକୁ ରୋକୁଥିଲି। ସେ କହିଲେ, କାହାଠାରୁ? ମୁଁ କହିଲି, ତୁମଠାରୁ ନୁହେଁ, ବରଂ ନିଜଠାରୁ। ଏବେ ତାଙ୍କ ଓଠ ଥରୁଥିଲା, ଯେପରି ସେ କିଛି କହିବାକୁ ଚାହୁଁଛନ୍ତି, କିନ୍ତୁ ସେ ଅଟକିଗଲେ ଆଉ କହିଲେ, ତୁମେ କଣ ମୋତେ ଡରୁଛ କି ଆନିଶା? ମୁଁ ଧୀରେ କହିଲି, ତୁମେ କଣ କହୁଛ ମୁଁ ବୁଝିପାରୁନାହିଁ। ସେ ମୋ ପାଖକୁ ଆସିଲେ। ସେ ଚେୟାର ପଛରେ ଠିଆ ହେଲେ। ମୋର ପିଠି ସିଧା ଥିଲା, କିନ୍ତୁ ତାଙ୍କର ନିଶ୍ୱାସ ମୋ ବେକକୁ ସ୍ପର୍ଶ କରୁଥିଲା। ଏକ ସାମାନ୍ୟ କମ୍ପନ, ଯେପରି କିଛି ଅକଥିତ ତରଙ୍ଗ ମୋ ଆତ୍ମାକୁ ପହଞ୍ଚୁଥିଲା। ସେ ପୁଣି କହିଲେ, ମୁଁ ତୁମକୁ ପ୍ରତିଦିନ ଦେଖେ ଆନିଶା, ସେ ଧୀରେ କହିଲେ। କେତେବେଳେ ତୁମର ପଦକ୍ଷେପର ଗତି, କେତେବେଳେ ତୁମ ଆଖିରେ ଦୁଃଖ ଏବଂ କେତେବେଳେ ତମ ଓଠର ନୀରବତା। ଏବେ ମୋର ନିଶ୍ୱାସ ମଧ୍ୟ ଦ୍ରୁତ ହେଉଥିଲା। ମୁଁ କହିଲି, ସାର, ସେତେବେଳେ ମୁଁ ଅନୁଭବ କରେ ଯେ ଆପଣ ବହୁତ କିଛି କହିପାରିବେ କିନ୍ତୁ କହିବେ ନାହିଁ, କାରଣ ଆପଣଙ୍କର ମଧ୍ୟ ବହୁତ କିଛି କହିବାକୁ ଅଛି, କିନ୍ତୁ ଆପଣ ମଧ୍ୟ ଚୁପ ରୁହନ୍ତି। ମୁଁ ଠିଆ ହୋଇଗଲି। ଆମେ ଦୁହେଁ ଏବେ ମୁହାଁମୁହିଁ ଥିଲୁ। ଯଦି ମୁଁ ସେହି ରାତିରେ ଗାଡିର ପଛ ସିଟ୍ରେ କିଛି କହିଥାନ୍ତି କିମ୍ବା କରିଥାନ୍ତି, ତେବେ ଆପଣ ମୋତେ ଅଟକାଇଥାନ୍ତେ। ସେ ମୋ ଆଖିକୁ ଚାହିଁଲେ। ସେ କହିଲେ, ମୁଁ କିଛି କହି ନଥାନ୍ତି କି ତମକୁ ଛୁଇଁ ନଥାନ୍ତି। ତେଣୁ ଏବେ ଯଦି ମୁଁ କିଛି କହେ, ତେବେ ସେ କେବଳ ତାଙ୍କ ହାତ ବଢାଇ ମୋ ମୁହଁ ପାଖରେ ଅଟକିଗଲେ। ସେଠାରେ କୌଣସି ସ୍ପର୍ଶ ନାହିଁ, କେବଳ ଏକ ପ୍ରତିଶ୍ରୁତି ଥିଲା, ମୁଁ ତୁମକୁ କୌଣସି ଯନ୍ତ୍ରଣା ଦେବାକୁ ଚାହୁଁନାହିଁ। ଆନିଶା, ତୁମର ସ୍ତରଗୁଡ଼ିକ ଏତେ ନାଜୁକ ଯେ ସେଗୁଡ଼ିକ କେବଳ ଅନୁଭବ କରାଯାଇପାରିବ, ଭାଙ୍ଗି ପାରିବ ନାହିଁ। ମୁଁ ମୋର ଆଙ୍ଗୁଠିରେ ତାଙ୍କ ଆଙ୍ଗୁଠିକୁ ହାଲୁକା ଭାବରେ ସ୍ପର୍ଶ କଲି, ଯେପରି କୌଣସି ଗଭୀର ସ୍ପର୍ଶ ପୂର୍ବରୁ ଅନୁମତି ଦେଉଛି। ଆଉ ତାପରେ ଡୋରକୁ କେହି ଜଣେ ଠକ ଠକ କଲା। ମୁଁ ଦେଖିଲି ଜଣେ ଜୁନିୟର ଏକ୍ଜିକ୍ୟୁଟିଭ ଏକ ରିପୋର୍ଟ ନେଇ ଭିତରକୁ ଆସିଲେ। ଆମେ ତୁରନ୍ତ ପଛକୁ ହଟିଗଲୁ। ମୁଁ ମୁଣ୍ଡ ନୁଆଇ ବାହାରକୁ ଚାଲିଗଲି, କିନ୍ତୁ ଏବେ ମୋ ମନରେ ଆଉ କିଛି ଜାଗ୍ରତ ହୋଇଥିଲା। ଏହା ଏକ ଲହରୀ ଥିଲା ଯାହା ଆଗକୁ ବଢିବାକୁ ଚାହୁଁଥିଲା। ଏବେ ମୁଁ କେବଳ ଅଫିସକୁ ଯାଉନଥିଲି, ମୁଁ ଶବ୍ଦ ବିନା ଘଟୁଥିବା କଥାବାର୍ତ୍ତାକୁ ବଞ୍ଚିବାକୁ ଯାଉଥିଲି। ସେଦିନ ଅଫିସରେ ଆମ ମଧ୍ୟରେ ଯାହା ଘଟିଲା, ମୁଁ ନିଜକୁ ରୋକିପାରିଲି ନାହିଁ। ସନ୍ଧ୍ୟାରେ ଘରକୁ ପହଞ୍ଚିବା ପରେ ମୁଁ ନିଜକୁ ଆଇନାରେ ଦେଖିଲି। ମୋ ଆଖିରେ କିଛି ପରିବର୍ତ୍ତନ ହୋଇଯାଇଥିଲା। ସେହି ଲଜ୍ଜା, ସେହି ଭୟ ଧୀରେ ଧୀରେ ଏକ ଇଚ୍ଛାରେ ପରିଣତ ହେଉଥିଲା, କାହା ପାଖରେ ରହିବାର ଏବଂ କାହାକୁ ବୁଝିବାର ଇଚ୍ଛା। ପରଦିନ ସାର ମୋତେ ଫୋନ କଲେ। ସେ କହିଲେ, ଆନିଶା, କାଲି ଦିଲ୍ଲୀରେ ଏକ କ୍ଲାଏଣ୍ଟ ମିଟିଂ ଅଛି, ଆଉ ମୁଁ ଚାହୁଁଛି ତୁମେ ମୋ ସହିତ ଆସ। ମୁଁ ତୁମ ସହିତ ଏକା ଥିଲି, ତେଣୁ ମୁଁ ଆଶ୍ଚର୍ଯ୍ୟ ହୋଇଗଲି। ସେ ହସିଲେ, ହଁ, କେବଳ ତୁମେ ଏବଂ ମୁଁ, ଦଳର ଅନ୍ୟ ସଦସ୍ୟ ପରେ ଆସିବେ। ମୋର ହୃଦୟ ଦ୍ରୁତ ଗତିରେ ଧଡ଼ଧଡ଼ କରିବାକୁ ଲାଗିଲା। ଅଫିସର ଅନ୍ୟ ଲୋକଙ୍କ ଦୃଷ୍ଟିରେ ଏହା କେବଳ ଏକ ଅଫିସ ଯାତ୍ରା ଥିଲା, କିନ୍ତୁ ମୋ ପାଇଁ ଏହା ଅନ୍ୟ କିଛି ଥିଲା। ପରଦିନ ସକାଳେ ଆମେ ଏକ ବିମାନ ଯାତ୍ରା କଲୁ। ଦିଲ୍ଲୀର ବାୟୁରେ ଆର୍ଦ୍ରତା ଥିଲା, କିନ୍ତୁ ହୃଦୟରେ କିଛି ଗଭୀର ଥିଲା। ସାର ନିଜେ ଏକ ଟ୍ୟାକ୍ସି ନେଇ ମୋତେ ହୋଟେଲକୁ ନେଇ ଆସିଲେ। ହୋଟେଲଟି ଏକ 5 ତାରକା ଥିଲା। ଭିତରର ବାସ୍ନା ବହୁତ ନିଶାକର ଥିଲା, ଯେପରି ଗୋଲାପ, ଚନ୍ଦନ ଏବଂ କିଛି ଅକଥିତ ପ୍ରତିଶ୍ରୁତି। ତୁମର ରୁମ୍ ମୋ ପାଖରେ, ସେ କହିଲେ। ମୁଁ କେବଳ ମୁଣ୍ଡ ହଲାଇଲି। ରାତି 8ଟାରେ ଏକ ବୈଠକ ଥିଲା। ଆମେ ଦୁହେଁ ଲବିରେ ଭେଟିଲୁ। ମୁଁ ନୀଳ କଲର ଶାଢ଼ୀ ପିନ୍ଧିଥିଲି। ରାହୁଲ ସାର ମୋତେ ଯେପରି ଦେଖୁଥିଲେ, ତାହା ମୋ ପୋଷାକ ଅପେକ୍ଷା ମୋର ଅସ୍ଥିରତାକୁ ଅଧିକ ଦୂର କରିବାକୁ ଲାଗିଲା। ତୁମେ ବହୁତ ସୁନ୍ଦର ଦେଖାଯାଉଛ, ସେ କହିଲେ, କିନ୍ତୁ ଆଜି ତୁମର ଆଖି ସବୁଠାରୁ ଅଧିକ କହୁଛି। ମୁଁ ହସିଲି। ଆମେ ବୈଠକ ଶେଷ କରି ରାତି 11ଟାରେ ହୋଟେଲକୁ ଫେରିଗଲୁ।
मु सीधा मो रूम को गली किंतु मु कबाट खोली भीतर को जीवा मात्रे तांको स्वर आसिला, आनिसा जदि तुमे चाहुछ तुमे मो रूम रे एक कॉफी पी परिबो। मोर पाद सेठारे अटकी गला। मु कहिली ठीक अछि सार। मोर स्वर बहुत कम थिला। होटेल रूम हालुका हलदिया आलोकरे पूर्ण थिला। गोटिए डेस्क लैंप एवं बाहरु हालुका वर्षार शब्द आसुथिला। मु देखिली सार तांको कोट काढी एक पाखरे रखिछंती। से एक धळा सार्ट पिंधिथिले एवं प्रथम बटन टिके खोला थिला। से दुईटी कपरे कॉफी ढाली गोटिए मो आड़कू बढ़ाई देले। आमे सोफारे परस्पर पाखरे बसिथिलु। हातरे कॉफी, हृदय प्रश्न। आनिसा से धीरे कहिले जदि आज रातिरे मु तुमको एपरी किछि कहिबी जहा तुमे हुए तो सुनिबाकू चाहुनाहम, तेणु मु धीरे कहिली मु तुमर हृदयरु जहा कहिबाकू अछि ताहा सुनिबी। से मो हाथ धरिले। मु तुमर निकटतर हेबाकू चाहुछि, किंतु केवल तुमे सुंदर होइथिबारु नुहे, बरम तुमे भांगी पड़िछ एवं मु तुमको सजाड़िबाकू चाहुछि। मु मोर आखि बंद करिदेली। केही मोते एपरी केबे देखि नथिले। मु तुमको मो बाहुरे धरिबाकू चाहुछि, किंतु केवल तुमर चर्म नरम होइथिबारु नुहे, बरम तुमर हृदय कोह पाई एवं मु एहाकू समर्थन करिबाकू चाहुछि। एबे मु थरुथिली। मु तांको कांधरे मोर मुंड रखिली। तांको आंगुठी गुड़िक देह सारा बुलाइले कौनसी शीघ्रता बिना नरम स्थिर। राहुल मु प्रथम थर पाई तांको नाम नेइथिली। मु मध्य किछि कहि परिबि कि सबुबेले भली जदि आजि रातिरे आमे किछि अलगा किछि करिबा तुमे करिबो कि? से हसिले। मु तुमको अनुभव करिबाकू आसिछि। तापरे से मो देहको उपभोग करिबाकू लागिले। सेही रातिरे आमे गोटिए कोठरीरे बिना शब्दरे सोइथिलु, किंतु मन बहुत किछि कुहुथिला। मु प्रथम थर पाई जणे पुरुष सहित एक बिछଣା शेयर करिथिली। लज्जा बिना, भय बिना, केवल एक समर्थन सहित। जेतेबेले मु तांको कोଳରେ मुंड रखी सोइथिली, मते लागिला जे एहा पछ सीट नुही, एहा मो जीवनर सबुठारु सुरक्षित कोण थिला। सकाळे उठिबा मात्रे मु देखिली राहुल सारंको कोଳରେ, किंतु एही बाहुगुड़िक मते पुरुष परि धरि नथिले। एगुड़िक डेणा परि थिला जाहा मते पड़िबारु बाधा देउथिला। मु तांको चाहिली। से एबे बी सोइथिले। तांको कपाଳରେ एक सामान्य कुंचन देखागला, जेपरी से एक स्वप्न देखुछंती। मु चुपचाप उठी बालकोनी द्वार खोलीदेली। दिल्लीर हालुका सूर्य किरण रे मोर आखि ओदा होईगला। काहीकि ना मु निजको पचारिली। मु तांकु सबु किछि काहीकि कहिली नाही। मु एबे भी मोर अतीतरु काहीकि दूरेई देउछि। मु आखि बंद करिदेली एवं सबु किछि सामना को आसीबाकू लागिला। मु विवाहित थिली। हम मो जीवन रे जणे स्वामी थिले एवं एक जंत्रणा जहा प्रति रातिरे मो आत्मा को चिरी देउथिला। रोहित मो स्वामी समस्तंक सम्मुखरे संपूर्ण थिले। सुंदर, भल भाबरे स्थिर, किंतु कोठरीर द्वार बंद हेबा मात्रे से एक पशु होई जांती। मो शरीर तांको पाई केवल एक वस्तु थिला एवं से केबे मो आत्मा को देखि परिबे नाही। आरंभरे मु एहाकू सह्य करि चलिथिली। मु भाबुथिली जे हुएत समय सहित सबु किछि बदली जिवो, किंतु सेही समय केबे आसिला नाही। गोटिए रातिरे से मोते तळे ठेली देले एवं मु असह्य होई कांदुथिली। तापरे मु निष्पत्ति नेली आउ सेठारु चाली आसिली। मोर छाड़पत्र होईगला, किंतु प्रतिबदलरे दुनियार प्रत्येक आंगुठी मो आड़कू उठीगला। विवाह एक आपोष जणे महिला किपरि सह्य करिवे जानिबा उचित। मु जानि नाही से कोन करिथिबे। मु भांगी पड़िली। आउ तापरे मु एही चाकिरी एवं एही बस राहुल सारंकु पाइली। मु बालकोनी रे ठिया होई थरी उठिथिली। अतीतर छाया एबे भी ताजा थिला। तुमे कोन ठंडा अनुभव करूछ बोली पछरु एक स्वर आसिला। राहुल सार उठी पड़िले। मु धीरे धीरे मुंड हलाइली। से पाखकु आसिले। से मोते देखिले। आउ हुएत प्रथम थर पाई मो आखिरे मोर सत्य पढ़िले। तुमे मोते किछि लुचाई रखुछ आनिसा? मु धीरे कहिली। बेले बेले सत्य भयंकर हुए, तेणु मते कुह। से कहिले। मु सुनिबी। मु सबु कहिली। शब्दरे बहुत किछि नथिला, किंतु प्रत्येक लुह, प्रत्येक बंद होइथिबा निश्वास मोर कहानी कहुथिला। जेतेबेले मु कहिबा बंद कली, से बहुत समय पाई चुप रहिले। तापरे से कहिले, एबे मोर पाली। आनिसा मोर गोटिए झियो थिला। से कहिले, से तुम परि सुंदर एवं आदरणीय थिला। तार नाम गीता। से बहुत कथाबार्ता करुथिला। से मते कहुथिला, बापा मु बड़ हेले मु तुमर ऑफिस रे काम करिबी। किंतु गोटिए दिन मु ताको एक दुर्घटना रे हराइली। ता आखि एबे भी ओदा थिला, कारण प्रत्येक शब्द सहित सेही दुर्घटनार प्रतिछबि फेरी आसुथिला। तापरे मु संपूर्ण खाली होई गेली। आनिसा घर संपर्क व्यवसाय सबु किछि थिला, किंतु हृदयरु
କିଛି ବାକି ନଥିଲା ଏବଂ ତାପରେ ତୁମେ ଆସିଲ। ମୁଁ ତୁମ ମୁଣ୍ଡ ଉପରକୁ ଚାହିଁଲି। ତୁମର କଥା, ତୁମର ନୀରବତା, ତୁମର ଭଙ୍ଗା ଆତ୍ମବିଶ୍ୱାସ ସବୁକିଛି ମତେ ଜଣେ ପ୍ରେମିକର ମନେ ପକାଇଲା। ମୁଁ ଥରି ଉଠିଲି। ମୁଁ ତୁମକୁ ଭଲ ପାଉଥିଲି। ହଁ, କିନ୍ତୁ ଦୁନିଆ ଯେପରି ଭାବୁଛି ମୁଁ ତୁମକୁ ବଞ୍ଚାଇବାକୁ ଚାହୁଁଛି ସେପରି ନୁହେଁ। ମୁଁ ତୁମର ବସ୍, କିନ୍ତୁ ହୃଦୟରୁ ମୁଁ ତୁମର ଯତ୍ନ ନେଉଥିଲି। ମୋ ଉଠ ଥରି ଉଠିଲା। ମୁଁ ପଚାରିଲି, ତେବେ ତୁମେ ସେହି ରାତିରେ ଗାଡ଼ିର ପଛ ସିଟ୍ରେ ମତେ କାହିଁକି ଅଟକାଇଲ? କାରଣ ସେହି ମୁହୂର୍ତ୍ତରେ ତୁମେ ଝିଅ ନଥିଲେ। ତୁମେ ଏକ ଭଗ୍ନ ପିଲା ଥିଲ ଏବଂ ମୁଁ ବାପା ପରି ଭୟଭୀତ ଥିଲି ଯେ ମୁଁ ତୁମକୁ ଆହୁରି ଆଘାତ ଦେଇପାରେ। ସେହି ମୁହୂର୍ତ୍ତରେ ମୋର ସମସ୍ତ ପ୍ରଶ୍ନ, ମୋର ସମସ୍ତ ଦ୍ୱନ୍ଦ୍ୱ ଲୁହ ରୂପରେ ବାହାରକୁ ଆସିଥିଲା। ମୁଁ ତାଙ୍କୁ କୁଣ୍ଢେଇ ଧରି ନିଜକୁ ଅଟକାଇବାକୁ ଚେଷ୍ଟା କଲି, କିନ୍ତୁ ସେହି ହାତଗୁଡ଼ିକ ଏବେ ଖୋଲା ଥିଲା। ସେହିଦିନ ପରେ କିଛି ପରିବର୍ତ୍ତନ ହୋଇଥିଲା, କିନ୍ତୁ ବାହାରୁ ନୁହେଁ, ଆମ ଭିତରୁ। ଏବେ ଯେତେବେଳେ ମୁଁ ଅଫିସ ଯାଉଥିଲି, ରାହୁଲ ସାରଙ୍କ ଆଖିରେ ପୂର୍ବରୁ ଥିବା ପ୍ରଶ୍ନ ନଥିଲା। ଏବେ ସେଠାରେ କେବଳ ଏକ ଅଦ୍ଭୁତ ଶାନ୍ତି ଥିଲା, ଯେପରି ଆମେ ଦୁହେଁ ପରସ୍ପରକୁ ବୁଝିପାରିଥିଲେ। ଆମର ବୈଠକ କିଛି ନ କହି ମଧ୍ୟ ହେଉଥିଲା, କିନ୍ତୁ ଏବେ କାଗଜ କମ ଏବଂ ସେମାନଙ୍କ ମଧ୍ୟରେ ନୀରବତା ଅଧିକ ଥିଲା। ଲୋକମାନେ ଦେଖୁଥିଲେ, କଥା ହେଉଥିଲେ। ବସ୍ ଏବଂ ଆନିସାଙ୍କ ମଧ୍ୟରେ କିଛି ଅଛି। ମୁଁ ଶୁଣିଛି ଯେ ସେମାନେ ଦିଲ୍ଲୀରେ ଗୋଟିଏ କୋଠରୀରେ ଥିଲେ। ଏବେ ତାଙ୍କର ପ୍ରମୋଶନ ନିଶ୍ଚିତ, କିନ୍ତୁ ଏବେ ଏହି ଜିନିଷଗୁଡ଼ିକ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ ନଥିଲା। ଗୋଟିଏ ସନ୍ଧ୍ୟାରେ ଯେତେବେଳେ ଅଫିସ ଶୀଘ୍ର ସରିଲା, ମୁଁ ଟେରାସରେ ଠିଆ ହୋଇଥିଲି। ସୂର୍ଯ୍ୟ ଅସ୍ତ ହେଉଥିଲା। ରାହୁଲ ସାର ମୋ ପାଖକୁ ଆସିଲେ। ତୁମେ ଆଜିକାଲି ବହୁତ ନୀରବ ରହୁଛ। ତମେ ଭଲ ଅଛ ତ? ହମ, କିନ୍ତୁ ତୁମେ ସବୁବେଳେ କୌଣସି ସ୍ଥାନରେ ହଜିଯାଉଛ। ମୁଁ ତାଙ୍କୁ ଦେଖିଲି। ରାହୁଲ, ଆମେ କଣ ଏପରି ରହିପାରିବୁ? ନା କୌଣସି ନାମରେ, ନା କୌଣସି ବନ୍ଧନରେ। ଠିକ୍ ସେହିପରି, ପରସ୍ପରର ନିକଟତର, କିନ୍ତୁ ତଥାପି ସେ ହସି କହିଲେ ଯେ ଆମେ ପୂର୍ବରୁ ଏକ ଆନିସା, କେବେ ଝିଅ ପରି, କେବେ ବନ୍ଧୁ ପରି, କେବେ ଅପୂର୍ଣ୍ଣ ସମ୍ପର୍କ ଭଳି, କିନ୍ତୁ ସର୍ବପ୍ରଥମେ ଜଣେ ମଣିଷ ପରି ଯିଏ ଅନ୍ୟ ବ୍ୟକ୍ତିକୁ ଭାଙ୍ଗିବାକୁ ଚାହେଁ ନାହିଁ। ତେଣୁ ବନ୍ଧୁମାନେ, ଏହି କାହାଣୀ ଏଠାରେ ଶେଷ ହୁଏ। ମୁଁ ଆଶା କରୁଛି ଆପଣମାନଙ୍କୁ ଏହା ପସନ୍ଦ ଆସିଥିବ। ଯଦି ଆପଣମାନଙ୍କୁ ଏହି କାହାଣୀଟି ପସନ୍ଦ ଲାଗିଛି, ତେବେ ଦୟାକରି ଏହି ଭିଡିଓକୁ ଏକ ଲାଇକ୍ କରନ୍ତୁ, ଆଉ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଏବଂ ପାଖରେ ଥିବା ଘଣ୍ଟି ଆଇକନକୁ ଅନ୍ କରିବାକୁ ଭୁଲନ୍ତୁ ନାହିଁ। ଆମେ ପରବର୍ତ୍ତୀ ଭିଡିଓରେ ଭେଟିବୁ। ଧନ୍ୟବାଦ।